ଆମର ଯୋଉ ବାହାଘର ହୁଏ ଗୋଟେ ଝିଅ ଗୋଟେ ପୁଅର ଜାତିରେ ବାହାଘର ହୁଏ ନା ଏବେ ସବୁ ଅଜାତିରେ ବାହାଘର ହଉଛି। ଅଜାତିରେ ବାହାଘର ହେଲେ କଣ ଅସୁବିଧା ଅଛି କି? ଅସୁବିଧା କିଛି ଶୁଣ ଯୋଉ କଥା କହିଲ ତା ବଡବାପା ଝୁଅ ଗୋଟେ ମୁସଲମାନ ରାଉତରାପୁର ଗୋଟେ ମୁସଲମାନ ଘରକୁ ଯାଇଛି। ଏଠିକି ଆସିଥିଲା ଆମର ହନୁମାନ ଚାଳିଶା ହୁଏ ପ୍ରତିବର୍ଷ। ମୁଁ କହିଲି ଝିଅ କାଲି ଭାଇ ନେଇ ଛାଡି ଆସିବ ରହ କହିଲା ମୁଁ ବା କଲେଜ ଯିବି। କୋଲେଷ୍ଟର ଜାଣିଛ ସେ କଲେଜରେ ଆମ ଘର ପାଖରେ କୋଲେଷ୍ଟର କହିଲା ମୁଁ କଲେଜ ଯିବି ଇଏ କରିବି। ମୁଁ କହିଲି ଭାରି କଥା କହିବ ଫରୱାର୍ଡ କିନ୍ତୁ ସିଏ ତାକୁ ଫୋନ କରିଦେଇଛି ସିଏ ଆସି କୋଉଠି ଆଜି ଚାଲିଗଲା ଗଲା ଆଚ୍ଛା ତାର ଗୋଟେ ପୁଅ କୋଉଠି ପାଠ ପଢା ସେ ଗୋଟେ ମଳିକର ଝିଅ ଆଣିଛି। ମୁଁ ଯାଇଥିଲି ଦେଖିଛି ସିଏ ତ ପିଲା ବ୍ୟବହାର ଭଲ ତାର କୋଉଠି କିନ୍ତୁ ସିଏ ସେଠୁ ପୁରୀ ନେଇ ତାକୁ ଇଏ କରି ଏଇଟା ମନର ଗୋଟେ ଇଏ ବୁଝିଲ। କିନ୍ତୁ ସେଇ ଜିନିଷଟା ମୁଁ କହୁଛି ମୋ ଜୀବନରେ ମୁଁ କାହାକୁ ଘୃଣା କରିନି ସେ ପାଣ ହଉ ହାଡି ହଉ ମଝି ହଉ ପିଲା ଭଲ ହବା ଦରକାର। ମନ ମିଶିଗଲା ପା ହେଲେ ଅଜାତିରେ ବାହା ହେଲେ କିଛି ଅସୁବିଧା ନାହିଁ। ଆଜିକାଲି ସବୁ ମାନୁନାହାନ୍ତି। ଆମର କରଣ ଘର ପଇତା ଥିଲେ ବାହାଘର ହବ ହଳଦିଆ ପୋଡାଠୁ ଯେତେ ଜାଗାରେ ପଇତା ଥିଲେ କିନ୍ତୁ ମୁଁ ବର୍ତ୍ତମାନ ସ୍ୱାଇଁ ଘରେ ବିବାହ ହେଇଛି। ନାହଳପୁରେ ବହୁତ ଆଣିଛି ଚଷାହାର ଝିଅ ଚଷାହାର ଝିଅ ମୋ ସ୍ତ୍ରୀ ଯୋଉଠି ଗଲା କହିଲା ଗାଡି ଡିମାଣ୍ଡ କଲା ବୋଲି ଗାଡି କଣ କରିବୁ ଗାଣ୍ଡିରେ ପୁରୀ ମୁଁ ଏମିତି କହିଲି ଗାଡି ତୁ ଏତେ ଘର ଫର ଦୁନିଆ ଚିନ୍ତା କଲୁ ଆଉ ଆଜି ଗାଡିଟା କରିପାରିବନି। ତାହେଲେ ଭଲରେ ଅଛନ୍ତି ତ ଖୁସିରେ ଅଛନ୍ତି ପୁରା ପିଲା ବି ଭଲ ଶୁଣ ତାହେଲେ କର୍ମ ନେଇକି ଫଳ କର୍ମ ନେଇ ଫଳ।